ଦାରୁଭଦ୍ରା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚଙ୍କ ମନମୁଖ୍ୟ କାର୍ଯ୍ୟ ତଥା ଏକଛତ୍ରବାଦ କାର୍ଯ୍ୟକଳାପକୁ ବିରୋଧ କରି ଅନାସ୍ଥା ପ୍ରସ୍ତାବ ଆଣିଲେ ନାୟବ ସରପଞ୍ଚଙ୍କ ସମେତ 12 ଜଣ ୱାର୍ଡ ସଭ୍ୟ। ଏନେଇ ବୁଧବାର ଛତ୍ରପୁର ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଂସଦାଙ୍କୁ ଭେଟି ସେମାନେ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦରଖାସ୍ତ ପ୍ରଦାନ କରାଯାଇଛି। ସରପଞ୍ଚ ମାସିକ ଗ୍ରାମ ପଞ୍ଚାୟତ ବୈଠକରେ ପ୍ରାରମ୍ଭରେ କେବଳ ଭାଷଣରେ ଆରମ୍ଭ କରି ଭାଷଣରେ ହିଁ ବୈଠକ ସମାପ୍ତ କରନ୍ତି। ଆମ୍ଭମାନଙ୍କ ଉପସ୍ଥାପନ ଖାତାରେ ଦସ୍ତଖତ କରିବା ଛଡ଼ା ଅନ୍ୟ କୌଣସି ବିଷୟ ବସ୍ତୁ ଜଣାଉ ନାହାନ୍ତି। କୌଣସି ବିଷୟରେ ବୈଠକରେ ପଚାରିଲେ କ୍ଷୁବ୍ଧ ହୋଇ ୱାର୍ଡ ସଭ୍ୟ ବାହାର କରିଦେବାର ଧମକ ଦେଉଛନ୍ତି। ଗ୍ରାମ ପଞ୍ଚାୟତ ଉନ୍ନୟନ ପାଣ୍ଠି କେଉଁଠି କିଭଳି ଖର୍ଚ୍ଚ କରାଯାଇଛି ତାହା ଆମେ ଜାଣିପାରୁଛୁ। ଗ୍ରାମ ପଞ୍ଚାୟତରେ ଅତି ଆବଶ୍ୟକ ଜନହିତକର କାର୍ଯ୍ୟ ବାରମ୍ବାର ବୈଠକରେ ଦାବି କଲେ ମଧ୍ୟ କୌଣସି ଫଳପ୍ରଦ ହୋଇପାରୁନାହିଁ। ବିଶେଷ ଭାବେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣରେ ତ୍ରୁଟି ଦେଖାଦେଲେ ମଧ୍ୟ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ବିଫଳ ହେଉଛି। ନିର୍ବାଚିତ ୱାର୍ଡ ସଭ୍ୟମାନଙ୍କୁ ସରପଞ୍ଚ ବିକାଶ ସେଠୀ ଅଶ୍ଳୀଳ ଭାଷା ପ୍ରୟୋଗ କରୁଛନ୍ତି ବୋଲି ୱାର୍ଡ ମେମ୍ବରମାନେ ଅଭିଯୋଗ କରିଛନ୍ତି। ସେ ଏଭଳି ବିଭିନ୍ନ ବେନିୟମ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ଆମେ ନିର୍ବାଚିତ ସଂଖ୍ୟାଧିକ ୱାର୍ଡ ସଭ୍ୟ ଓ ସଭ୍ୟା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରି ତୁରନ୍ତ ତାଙ୍କୁ ଦାରୁଭଦ୍ରା ସରପଞ୍ଚ ପଦବୀରୁ ବହିଷ୍କାର କରିବା ପାଇଁ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ଲିଖିତ ଦରଖାସ୍ତ ଦେଇଛନ୍ତି। ଦରଖାସ୍ତ ପ୍ରଦାନ ବେଳେ ପଞ୍ଚାୟତର ନାୟବ ସରପଞ୍ଚ ପ୍ରଭାସିନୀ ବେହେରା, ୱାର୍ଡ ସଭ୍ୟ ହରିକୃଷ୍ଣ ସାବତ, କାଳୁ ଚରଣ ଗୌଡ଼, କେଦାର ବେହେରା, କୃଷ୍ଣଚନ୍ଦ୍ର ସାହୁ, ତ୍ରିନାଥ ନାୟକ ଓ ୱାର୍ଡ ସଭ୍ୟା ସୁଜାତା ନାହାକ, ପ୍ରଭାସିନୀ ସେଠୀ, ବର୍ଷା ସେଠୀ, ଗୀତାଞ୍ଜଳି ସାହୁ, ଏମ କିଶୋରୀ ଓ ଗୀତାଞ୍ଜଳି ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ହିଞ୍ଜିଳିକାଟୁ ରୂପୀ କୃଷ୍ଣମୂର୍ତ୍ତି ଅଙ୍କୁ ରିପୋର୍ଟ ଲାଇଭ୍ ଓଡ଼ିଶା ନ୍ୟୁଜ ଅପଡେଟ୍।